ସିନାପାଲିରେ ଗଙ୍ଗାଧର ଜୟନ୍ତୀ ପ୍ରସ୍ତୁତି ସଭା। ନୂଆପଡ଼ା ଜିଲ୍ଲା ସିନାପାଲିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ସମିତିର ସଭାପତି ଯୁବ ଲେଖକ ବୈଷ୍ଣବ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କବି ଗଙ୍ଗାଧରଙ୍କ ଜୟନ୍ତୀ ପାଇଁ ବିଶଦ ଆଲୋଚନା କରାଯାଇ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଛି। ଚଳିତ ବର୍ଷ ଜୟନ୍ତୀ ସମାବେଶରେ ମୁଖ୍ୟ ଅତିଥି ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ମୁଖ୍ୟ ବକ୍ତା ପ୍ରଫେସର ଦାଶରଥୀ ଆଚାର୍ଯ୍ୟ ଓ ସମ୍ମାନିତ ଅତିଥି ପଟ୍ଟାୟତ କବି ନୀଳଲୋହିତ ସିଂହଦେବ ଏବଂ ବିଶିଷ୍ଟ ଲେଖିକା ଅପର୍ଣ୍ଣା ମହାନ୍ତି ଯୋଗ ଦେବେ। ଚଳିତ ବର୍ଷ ଦୁଇ ଜଣ ସୁନାମଧନ୍ୟ ସାରସ୍ୱତ ପ୍ରତିଭା କବି ସୁଧୀର ମେହେର, କବି ସନାତନ ମହାନ୍ତିଙ୍କୁ ସମିତି ତରଫରୁ ସମ୍ବର୍ଦ୍ଧିତ କରାଯିବ ବୋଲି ଜଣାପଡ଼ିଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ 75 ଜଣ କବିଙ୍କ କବିତାକୁ ନେଇ ସଂକଳନ ଅମୃତ ଗଙ୍ଗାକୁ ଅତିଥିମାନେ ଉନ୍ମୋଚନ କରିବେ। ଏଥିସହ ପ୍ରଥମ ଥର ପାଇଁ ଏକ ତ୍ରୈମାସିକ ଇ ସାହିତ୍ୟ ପତ୍ରିକା ସ୍ୱର୍ଣ୍ଣୋଦୟ ସମିତି ତରଫରୁ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ପ୍ରସ୍ତୁତି ଓ ସଭା ପ୍ରାରମ୍ଭରେ ଜୀବ ପ୍ରସାଦ ମେହେରା ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବର୍ଷିୟାନ ମେହେର, ଡମ୍ବୁରଧର ମେହେର, ନୀଳମଣି ମେହେର, ଚିନ୍ତାମଣି ସାହୁ, ପୂର୍ଣ୍ଣଚନ୍ଦ୍ର ମେହେର, ତୁଳସୀରାମ ମେହେର, ମୁରଲୀଧର ସାହା, ମୋତିଲାଲ ମେହେର, ନନ୍ଦକୁମାର ପାତ୍ର, ନବୀନ ଚନ୍ଦ୍ର ମେହେର, ମେଘନାଦ ମେହେର, କୁମୁଦ ମନ୍ଦୁ ଯୋଶୀ, ପ୍ରିୟରଞ୍ଜନ ମେହେର, ଚନ୍ଦ୍ରଶେଖର ମେହେର, ଅତୁଳ କୁମାର ମେହେର, ବବୁଲ ମେହେର, ଲକି ମେହେର, ଜଗନ୍ନାଥ ମେହେର, ହିମାଂଶୁ ମେହେର, ଦୀପକ ମେହେର ପ୍ରମୁଖ ଉପସ୍ଥିତ ରହିଥିଲେ। ଶେଷରେ ପରେଶନାଥ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।